ଆପଣଙ୍କ ଘରେ କ'ଣ 9 ମନ୍ଥ ବେବି ଘରେ ଅଛନ୍ତି କି? ଆପଣମାନେ କ'ଣ ତାକୁ ଘରେ ହିଁ ସାଲାଡ଼୍ସ ନ କରିକି ବାହାରେ ସାଲାଡ଼୍ସ କିଣିକି ଦେଉଛନ୍ତି କି? ସେ ଭୁଲ ପ୍ଲିଜ୍ କରନ୍ତୁନି। ଆପଣମାନେ ଏଇ ରେସିପିଟା ଟ୍ରାଏ କରନ୍ତୁ। ଏଇ ସାଲାଡ଼୍ସଟା ଘରେ ବନେଇକି ଆପଣଙ୍କ ବେବିକି ଦିଅନ୍ତୁ। ତାପରେ ପ୍ରଥମେ କ'ଣ କରିବେ ନା ଗୋଟେ ଗ୍ଲାସ୍ରେ 2 ଗ୍ଲାସ୍ ଚାଉଳ ନେଇଯିବେ। ଆପଣ ପ୍ଲିଜ୍ ଦୟାକରି ସେଇ ଗ୍ଲାସ୍ରେ ହିଁ ସବୁକିଛି ମାପିକି ହିଁ ନେବେ। 2 ଗ୍ଲାସ୍ ଚାଉଳ ନେଲା ପରେ ଅଧାରୁ ତାଠୁ ଟିକେ କମ୍ ମସୁର ଡାଲି ନେବେ। ତାପରେ ବିରି ନେବେ। ତାପରେ ମୁଗ ଡାଲି ନେବେ। ତାପରେ ସେଇ ସେମ୍ ମାପରେ ଆପଣ ଟିକେ ବୁଟ ଡାଲି ନେବେ। ଆପଣମାନେ ସବୁ ଠିକ୍ ଯେଉଁ ଡାଲିର ପରିମାଣ ନେବେ ସମାନ ମାପର ନେବେ। ତାପରେ କାଜୁ ନେବେ। ଆପଣମାନେ ତ ଜାଣିଥିବେ କାଜୁଟା କେତେ ଛୁଆମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ। ତାପରେ ନେବେ ଆଲୁମିନିୟମ ମାନେ ଯେଉଁ ବଡ଼ ବାଦାମ କୁହନ୍ତି ସେଟା ବି ନେବେ। ଆଲୁମିନିୟମ ଛୋଟ ଛୁଆଙ୍କୁ ବୁଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଇସବୁ ଆପଣ ଠିକ୍ ମାପରେ ହିଁ ନେଇଯିବେ। ଏଇସବୁ ଖାଦ୍ୟ ଆପଣମାନେ ପିଲାଙ୍କୁ ଦିଅନ୍ତୁ। ଦେଖିବେ ଆପଣଙ୍କ ପିଲା ଯଦି ସୁସ୍ଥ ନ ରହିଛି ତାପରେ କହିବେ। ତାପରେ କିଛି ଜିରା ନେଇଯିବେ। କାହିଁକିନା ଜିରାଟା ହେଲା ଛୋଟ ଛୁଆଙ୍କର ମାନେ କ'ଣ କରିବ କହିଲ ହଜମ ଶକ୍ତିଟା ଟିକେ କରିଥାଏ। ଆକୁ ସବୁ ନେଇସାରିଲା ପରେ ଭଲ ଭାବରେ ଧୋଇଦେବେ। ତାକୁ ଭଲ ଭାବରେ ପୁରା ୱାଶ୍ କରିଦେବେ। ମୁଁ ଏଇସବୁ ଖାଇବା ହିଁ ମୋ ରୁଦ୍ରକୁ ଦେଉଛି। ଆପଣମାନେ ପ୍ଲିଜ୍ ଥରେ ଟ୍ରାଏ କରିବେ। ତାକୁ 2 ଥର ଭଲ ଭାବରେ ୱାଶ୍ କରିଦେଇକି ତାକୁ କ'ଣ କରିବେ ନା ଗୋଟେ ଜାଗାରେ ଛାଣିକି ରଖିଦେବେ। ତାକୁ ଆପଣମାନେ ପ୍ଲିଜ୍ ଖରାରେ ଯଦି ଶୁଖେଇବେ ତାହେଲେ ମାନେ ମୁଁ ଖରାରେ ଶୁଖେଇ ନଥିଲି। ମୁଁ ମାନେ ଖରାରେ ଶୁଖେଇଲେ ସେ ସାଙ୍ଗେ ସାଙ୍ଗେ ତ ଶୁଖିଯିବ, ଏତେ ଭଲ ହେବନି। ଆପଣମାନେ ଘରେ ତାକୁ କ'ଣ କରିବେ ନା ଶୁଖେଇକି ରଖିବେ ଘରେ। ଭଲ ଭାବରେ ଘରେ ହିଁ ଶୁଖେଇବ, ସେ ଆରାମସେ ଘରେ ଶୁଖିଯିବ। ସେ ଶୁଖିଗଲା ପରେ ତାକୁ କ'ଣ କରିବେ ନା ତାକୁ ଟିକେ ଭାଜି ଦେବେ। ଭଲ ଭାବରେ ତାକୁ ସବୁ ମାନେ ଏକା ସାଙ୍ଗରେ ଭାଜି ଦେବେ। ଭାଜି ଦେଇ ସାରିଲା ପରେ ତାକୁ କ'ଣ କରିବେ ନା ଆପଣ ଗୋଟେ ଛୋଟ ଗ୍ଲାସ୍ରେ ଗ୍ରାଇଣ୍ଡିଙ୍ଗ କରିଦେବେ। ତାକୁ ଭଲ ଭାବରେ ତାପରେ ଶୁଖିଗଲା ପରେ ଆଣିକି ତାକୁ କ'ଣ କରିବେ ନା ଭଲ ଭାବରେ ଭାଜିଦେବେ। ଦେଖନ୍ତୁ ପୁରା ଭଲ ଭାବରେ ମୁଁ ଭାଜି ଦେଇଛି। ମୁଁ ଭଲ ଭାବରେ ଭାଜି ସାରିଲା ପରେ ତାକୁ ଥଣ୍ଡା ହେଇଗଲା ପରେ ତାକୁ କ'ଣ କଲେ ନା ଗୋଟେ ଗ୍ରାଇଣ୍ଡର କରିଦେଲେ। କାହିଁକିନା ଛୋଟ ପିଲା ତାକୁ ଗ୍ରାଇଣ୍ଡିଙ୍ଗ କରିକି ନଦେଲେ ସେ ଖାଇବା ପାଇଁ ଟିକେ ଅସୁବିଧା ହେବ ତାଙ୍କୁ। ସେଥିପାଇଁ ପୁରା ଗ୍ରାଇଣ୍ଡର କରିଦେଲେ। ତାକୁ ମୁଁ ଚଲେଇ ନଥିଲି, ଭଲ ଭାବରେ ଟିକେ ଗ୍ରାଇଣ୍ଡ କରିଦେଇଥିଲି। ଆପଣମାନେ ବି ଯଦି ଛୋଟ ପିଲାକୁ ଚଲେଇକି ଦେବା ପାଇଁ ଚାହୁଁଛନ୍ତି ପ୍ଲିଜ୍ ଚଲେଇ ଦେବେ। ଆଉ ଯଦି ଆପଣମାନେ ଗ୍ରାଇଣ୍ଡ ଭଲ ଭାବରେ କରିଦେଉଛନ୍ତି ପୁରା ପ୍ଲେନ୍ ଭଳିଆ ଆପଣମାନେ ସେମିତି ବି କରିକି ଦେଇପାରିବେ। ଆପଣଙ୍କୁ ଯେମିତି ସୁବିଧା ଲାଗିବ ଆପଣମାନେ ସେମିତି ଦେବେ। ମୁଁ କିନ୍ତୁ ଚଲେଇ ନଥିଲି, ମୁଁ ଖାଲି ଭଲ ଭାବରେ ଗ୍ରାଇଣ୍ଡ କରିଦେଇଥିଲି। ଗୋଟେ ବଡ଼ ଡିବାର କରିଦେଇକି ରଖିଦେଇଥିଲି। ତାପରେ ଗୋଟେ ଛୋଟ ଡିବାରେ ରଖିଦେଲି। କାହିଁକିନା ବଡ଼ ଡିବାଟା ରଖିଦେବି, ଛୋଟଟାରୁ ହିଁ ୟୁଜ୍ କରିବି। ଆପଣମାନେ ଏମିତି ପ୍ଲିଜ୍ ଘରେ ଖାଇବାକୁ ଦିଅନ୍ତୁ। ବାହାରେ ଖାଦ୍ୟ ଛୋଟ ଛୁଆଙ୍କୁ ଦିଅନ୍ତୁନି। ବାହାରେ ସାଲାଡ଼୍ସ କେବେ ଦିଅନ୍ତୁନି। ଏମିତି ଘରେ ବନେଇକି ଆପଣ ଛୁଆଙ୍କୁ ଦେଲେ ଆପଣ ଛୁଆ ସୁସ୍ଥ ଆଉ ସବଳ ରହିବ। ବାହାରେ ଖାଦ୍ୟରେ ଖାଲି କିଛି ବି ଇଏ ନାହିଁ, ତାଠୁ ଭଲ ହେଲ୍ଦି ଏଇ ଖାଇବା। ତାପରେ ଆପଣ କ'ଣ କରିବେ ନା ଗୋଟେ ଗ୍ଲାସ୍ରେ 1 ଗ୍ଲାସ୍ ପାଣି ନେଇଯିବେ। ତାକୁ ଭଲ ଭାବରେ ସେ ଗ୍ଲାସ୍ରେ ପାଣିକି ଫୁଟେଇ ଦେବେ। ତାପରେ 2 ଚାମଚ ନେଇଯିବେ ସେଇ ଗୁଣ୍ଡ। 2 ଚାମଚ ଗୁଣ୍ଡରେ ସେ ଗ୍ଲାସ୍ରେ ପୁରା ଗ୍ଲାସ୍ ପାଣି ନେଇଯିବେ। ତାପରେ ତାକୁ ଭଲ ଭାବରେ ଟିକେ ଘାଣ୍ଟି ଦେବେ। ଭଲ ଭାବରେ ତାକୁ ଘାଣ୍ଟି ଦେଲେ କାହିଁକିନା ତଳେ ବସି ଯାଇଥିବ ନା, ଘାଣ୍ଟି ଦେଇକି ଆପଣ ସେ ଯେଉଁ ପାଣି ଫୁଟେଇଥିବେ ସେଇଟାରେ ଢାଳିଦେବେ। ତାହେଲେ ତାକୁ ଭଲ ଭାବରେ ଟିକେ ରାନ୍ଧିଦେବେ। ଚାଉଳ ପଡ଼ିଛି ନା, ଚାଉଳ ପଡ଼ିଛି, ଛୋଟ ଛୁଆକୁ ପ୍ଲିଜ୍ ରାନ୍ଧିକି ଦେବେ। ମୁଁ ଆଉ ଗୋଟେ ଭିଡ଼ିଓ ସେମିତି ପକେଇଛି ଯେଉଁଟାରେ ଆପଣଙ୍କୁ ଖାଲି ପାଣିରେ ଛୁଆଙ୍କୁ ଗରମ ପାଣିରେ ପୂରେଇକି ଦେଇପାରିବେ। ପ୍ଲିଜ୍ ଜାଳେ ଦେଇକି ଦେଖି ଦେଇପାରିବେ। ତାପରେ ଆପଣମାନେ ସେଇଟା ଖାଇବାକୁ ଦେଲାବେଳେ ଟିକେ ଘିଅ ଆଡ଼୍ କରିକି ଦେଇପାରିବେ। ଦେଖନ୍ତୁ ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗିଥିବ ପ୍ଲିଜ୍ ଲାଇକ୍, ଗୋଟେ କମେଣ୍ଟ, ଗୋଟେ ସବସ୍କ୍ରାଇବ୍ ପ୍ଲିଜ୍ କରିଦେବେ। ରଖୁଛି। ଜୟ ଜଗନ୍ନାଥ, ରାଧେ ରାଧେ। ନେକ୍ସଟ ଭିଡ଼ିଓରେ ପୁଣି ଦେଖା ହେବ।